ଈଶ୍ୱରଙ୍କ ପାଖରେ କାନ୍ଦିଲେ କ'ଣ ହେବ? ଦର୍ଶକ ବନ୍ଧୁ, ଆପଣମାନେ ଭଗବାନଙ୍କ ନିକଟରେ ନିଜର ଦୁଃଖ ଓ ଯନ୍ତ୍ରଣା ଜଣାନ୍ତି ଏବଂ ତା ସହିତ କାନ୍ଦନ୍ତି। ଏହି କାନ୍ଦିବା ଦ୍ୱାରା ଏବଂ ଦୁଃଖ ଯନ୍ତ୍ରଣା ଜଣାଇବା ଦ୍ୱାରା ଆମକୁ କି ଫଳ ମିଳେ, କ'ଣ ହୁଏ, ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଈଶ୍ୱରଙ୍କ ପାଖରେ ସେହି ବ୍ୟକ୍ତି କାନ୍ଦିଥାନ୍ତି ଯିଏକି ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥାନ୍ତି, ଯାହାଙ୍କ ସହିତ କିଛି ଭଲ ହେଲେ ମଧ୍ୟ କାନ୍ଦିଥାନ୍ତି। ସେଇଟା ହେଉଛି ଖୁସିର ଲୁହ। ଏବଂ ବହୁତ ଦୁଃଖୀ ହେଲେ ମଧ୍ୟ ଈଶ୍ୱରଙ୍କ ପାଖରେ କାନ୍ଦିଥାନ୍ତି। ଯେଉଁମାନେ ମନ୍ଦିର ଭିତରେ କାନ୍ଦିବାର ଦେଖିଥିବେ କିମ୍ବା ନିଜେ ମଧ୍ୟ ମନ୍ଦିର ଭିତରେ ଠାକୁରଙ୍କ ପାଖରେ କାନ୍ଦିଥିବେ, ସେମାନେ ନିଶ୍ଚିତ ଭାବରେ ଅନୁଭବ କରୁଥିବେ ଯେ ଠାକୁରଙ୍କ ଦର୍ଶନ କରିବା ମାତ୍ରେ ହିଁ ଆଖିରୁ ଲୁହ ଝରିପଡ଼େ। ଏମିତି ଅନୁଭବ ହୁଏ ଯେ ହୃଦୟର ସବୁ ଦୁଃଖ, କଷ୍ଟ ଓ ହସ ଖୁସି ଠାକୁରଙ୍କୁ ଜଣାଇ ଦେବା ପରେ ମନରେ ଅଦ୍ଭୁତ ଶାନ୍ତି ଆସିଥାଏ। ଯେଉଁମାନେ ଈଶ୍ୱରଙ୍କୁ ମାନନ୍ତି ସେମାନେ ସବୁ ପରିସ୍ଥିତିରେ ଠାକୁରଙ୍କୁ ସ୍ମରଣ କରନ୍ତି। ସେମାନେ ଜାଣନ୍ତି କି ଈଶ୍ୱର ବିଳମ୍ବ କରିପାରନ୍ତି, କିନ୍ତୁ ଦିନେ ନା ଦିନେ ତାଙ୍କର ଇଚ୍ଛା ପୂରଣ କରିବେ। ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ସାମ୍ନାରେ କାନ୍ଦନ୍ତି ତାଙ୍କ ଭାଗ୍ୟ ବଦଳିଯାଏ। ଈଶ୍ୱରଙ୍କ ଆଶୀର୍ବାଦ ତାଙ୍କ ଉପରେ ସର୍ବଦା ରହିଥାଏ। ଯଦି ସେହି ବ୍ୟକ୍ତିଙ୍କ ସହ କିଛି ଭଲ ନ ହେଲେ ମଧ୍ୟ ସେମାନେ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି। ତାଙ୍କୁ କେବଳ ଭଗବାନ ହିଁ ସାହାଯ୍ୟ କରିବେ। ସେ ସବୁ ଦୁଃଖରେ ଈଶ୍ୱରଙ୍କୁ ସ୍ମରଣ କରିଥାନ୍ତି ଏବଂ ଖୁସିରେ ମଧ୍ୟ ଭଗବାନଙ୍କୁ ଭୁଲନ୍ତି ନାହିଁ। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଦର୍ଶକ ବନ୍ଧୁ, ଈଶ୍ୱରଙ୍କୁ ସ୍ମରଣ କଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନ ପବିତ୍ର ହୋଇଥାଏ। ଆଧ୍ୟାତ୍ମିକତା ତାଙ୍କ ଭିତରେ ସୃଷ୍ଟି ହୁଏ। ତାଙ୍କର ମନ ଓ ଧ୍ୟାନ ଈଶ୍ୱରଙ୍କ ଭକ୍ତିରେ ଲାଗିଯାଏ। କୌଣସି ବ୍ୟକ୍ତି ଈଶ୍ୱରଙ୍କ ସାମ୍ନାରେ ଧ୍ୟାନ କରନ୍ତି ଓ ନିଜର ଦୁଃଖ ଯନ୍ତ୍ରଣା ଜଣାଇଥାନ୍ତି, ଈଶ୍ୱର ନିଶ୍ଚିତ ଭାବେ ତାଙ୍କର ମନର କଥା ବୁଝିଥାନ୍ତି ଏବଂ ନିଶ୍ଚିତ ଭାବେ ସାହାଯ୍ୟ କରିଥାନ୍ତି। ଯଦି ନିଜ ଦୁଃଖ କଷ୍ଟରୁ ବାହାରିବା ପାଇଁ ଚାହୁଁଛନ୍ତି, ତେବେ ଭଗବତ ଗୀତା ପଢ଼ିବା ଆରମ୍ଭ କରିଦିଅନ୍ତୁ। କାରଣ କୌଣସି ଦୁଃଖୀ ବ୍ୟକ୍ତି ଭାଗବତ ଗୀତା ପଢ଼ନ୍ତି, ତାହେଲେ ତାଙ୍କୁ ଭଗବାନ ବହୁତ ଶୀଘ୍ର ଭଲ ବାଟ ଦେଖାଇ ଦିଅନ୍ତି। ଏବଂ ଯଦି କେହି ସମ୍ପୂର୍ଣ୍ଣ ବିଧି ଅନୁସାରେ ଭଗବତ ଗୀତା ପଢ଼ନ୍ତି, ତାହେଲେ ତାଙ୍କ ଜୀବନରେ ଚମତ୍କାର ନିଶ୍ଚୟ ହୋଇଥାଏ। ଈଶ୍ୱରଙ୍କ ଆରାଧନା କରନ୍ତୁ, ଦେଖିବେ ଈଶ୍ୱର ଆପଣଙ୍କ ଜୀବନର ବଡ଼ ବଡ଼ ସଙ୍କଟକୁ ଦୂର କରିଦେବେ। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୂଳ ଲକ୍ଷ୍ୟ ହେଲା ସ୍ୱର୍ଗ ପ୍ରାପ୍ତି କରିବା। ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ଯେ ସେମାନେ ବଞ୍ଚିଥିବା ଭିତରେ ସଂସାରର ସମସ୍ତ ସୁଖକୁ ଉପଭୋଗ କରିବେ ଆଉ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି କରିବେ। ସମସ୍ତେ ସୁଖ ଭୋଗ କରିବା ପାଇଁ ଈଶ୍ୱରଙ୍କ ଆରାଧନା କରିବା ଆରମ୍ଭ କରିଦିଅନ୍ତି ଆଉ ଚାହାନ୍ତି କି ସଂସାରର ସବୁ ଖୁସି ମିଳୁ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଧ୍ୟାନ ଦେବା ଉଚିତ ଯେ ଈଶ୍ୱରଙ୍କ କାମ ହେଲା ତାଙ୍କ ଭକ୍ତଙ୍କ ପେଟ ଭରିବା, ନଚେତ୍ ସମସ୍ତଙ୍କର ପ୍ରତ୍ୟେକ ଇଚ୍ଛାକୁ ପୂରଣ କରିବା। ଯଦି ଆପଣ ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ସେହି ଅନୁଯାୟୀ
କର୍ମ ମଧ୍ୟ କରିବାକୁ ପଡ଼ିବ। ଭଗବାନ ମଧ୍ୟ ଏହି ପୃଥିବୀରେ ଜନ୍ମ ନେଇଥିଲେ ଏବଂ ଅନେକ ସଂଘର୍ଷ ମଧ୍ୟ କରିଥିଲେ। ସବୁ ଲୋକ ଈଶ୍ୱରଙ୍କ ଠାରୁ ଶିଖିବା ଉଚିତ ଯେ କିପରି ଜୀବନ ବଞ୍ଚିବାକୁ ହୁଏ। ଏହି ପୃଥିବୀକୁ ମୃତ୍ୟୁଲୋକ କୁହାଯାଏ ଏବଂ ମୃତ୍ୟୁର ଦେଶ ବୋଲି ମଧ୍ୟ କୁହାଯାଏ, କାରଣ ଏଠାରେ ବିଭିନ୍ନ ପ୍ରଜାତିର ସମସ୍ତେ ଜନ୍ମ ନେଇଥାନ୍ତି। ଜନ୍ମ ପରେ ମୃତ୍ୟୁ ମଧ୍ୟ ଲାଗି ରହିଥାଏ। ପୃଥିବୀରେ 84 ଲକ୍ଷ ପ୍ରଜାତି ଅଛନ୍ତି। ଅନେକ ପ୍ରଜାତିରେ ବୁଲିବା ପରେ ଏବଂ ଅନେକ ଅସୁବିଧା ପରେ ମଣିଷ ହୋଇ ଜନ୍ମଗ୍ରହଣ କରିଥାନ୍ତି। ମଣିଷ ଜନ୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଅଛି। ନା କି ଆମେ ମଜା କରିବା ପାଇଁ ଏହି ପୃଥିବୀରେ ଜନ୍ମ ହେଇଛୁ। ଏହି ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। କିଛି ଲୋକ ମଧ୍ୟ ନିଜର ଖରାପ ଏବଂ ଭଲ କର୍ମର ଫଳ ଭୋଗିବା ପାଇଁ ଜନ୍ମଗ୍ରହଣ କରିଥାନ୍ତି। ଯିଏ ଭଲ କର୍ମ କରେ ଏବଂ ଈଶ୍ୱରଙ୍କୁ ଶ୍ରଦ୍ଧାର ସହ ଭକ୍ତି କରେ, ସେ ଈଶ୍ୱରଙ୍କ ନିକଟତର ହୋଇଥାଏ। ତାଙ୍କୁ ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ। ଯଦି ବ୍ୟକ୍ତି କୌଣସି ଜୀବନକୁ କ୍ଷତି ପହଞ୍ଚାଏ ନାହିଁ, ସେହି ବ୍ୟକ୍ତି ମଧ୍ୟ ଈଶ୍ୱରଙ୍କର ନିକଟତର ହୋଇଥାନ୍ତି। ଏହାର ଅର୍ଥ ନୁହେଁ କି କେହି ଯଦି ଆପଣଙ୍କୁ ଆକ୍ରମଣ କରନ୍ତି, ଆପଣ ଚୁପଚାପ ସବୁ ସହିଯିବେ। ଯଦି ଆପଣଙ୍କ ସହ କିଛି ଅନ୍ୟାୟ ହେଉଛି, ତେବେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଉଚିତ। ଅନ୍ୟାୟକୁ ବରଦାସ୍ତ କରିବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଯୁଦ୍ଧ ସମୟରେ ଉପଦେଶ ଦେଇଥିଲେ, ଭୟଭୀତ ନ ହୋଇ ଜୀବନ ଜୀଇଁବା ଉଚିତ। ଯଦି ଆପଣଙ୍କ ସହ କିଛି ଅନ୍ୟାୟ ହେଉଛି, ତେବେ ଏହାକୁ ସହ୍ୟ କରିବା ନିର୍ଭଳତା ହୋଇଥାଏ। ଯିଏ ସାଧା ଓ ସଚ୍ଚୋଟ ଜୀବନ ବିତାଇଥାନ୍ତି, ତାଙ୍କ ପ୍ରତି ଈଶ୍ୱରଙ୍କର ବିଶେଷ କୃପା ଥାଏ। କିଛି ମାଗିବା ପୂର୍ବରୁ ଈଶ୍ୱର ତାଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି। ଧୀରେ ଧୀରେ ତାଙ୍କର ସବୁ ଅସୁବିଧା ଦୂର ହେବାକୁ ଲାଗିଥାଏ। ସେହି ବ୍ୟକ୍ତି ସର୍ବଦା ଈଶ୍ୱରଙ୍କୁ ଧ୍ୟାନ କରିବା ଆରମ୍ଭ କରିଦିଅନ୍ତି ଏବଂ ସେ ଅନୁଭବ କରନ୍ତି ଯେ ଈଶ୍ୱର ତାଙ୍କ ସହିତ ଅଛନ୍ତି। ଯେତେବେଳେ ତାଙ୍କ ସହିତ କିଛି ଖରାପ ହୋଇଥାଏ, ସେତେବେଳେ ମଧ୍ୟ ସେ ଏହା ଈଶ୍ୱରଙ୍କ ଇଚ୍ଛା ବୋଲି ଭାବିଥାନ୍ତି ଏବଂ ଯଦି କେବେ ଭଲ ହୁଏ ତାଙ୍କ ସହ, ସେତେବେଳେ ମଧ୍ୟ ଏହାକୁ ଈଶ୍ୱରଙ୍କ କୃପା ବୋଲି ଭାବିଥାନ୍ତି। ଏହିଭଳି ବ୍ୟକ୍ତି ବିଶେଷ ସଂସାରର ସମସ୍ତ ଲୋକର ମନକୁ ପଢ଼ିବାରେ ଶକ୍ତି ପାଇଥାନ୍ତି। ସେ ଠିକ୍ ଓ ଭୁଲ ଲୋକଙ୍କୁ ଅତି ସହଜରେ ଚିହ୍ନି ପାରନ୍ତି। ତାଙ୍କର ପ୍ରକୃତି ମଧ୍ୟ ଅନ୍ୟ ଲୋକଙ୍କ ଠାରୁ ଅଲଗା ହୋଇଥାଏ। ସେ କେବେ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ। ସେହିପରି ବ୍ୟକ୍ତି ଶାନ୍ତ ପ୍ରକୃତିର ହୋଇଥାନ୍ତି ଓ ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ସେ ଭୋଗବିଳାସପୂର୍ଣ୍ଣ ପାଇଁ ଆକର୍ଷିତ ହୁଅନ୍ତି ନାହିଁ। ସେ କେବଳ ଭଲରେ ଜୀବନ ବଞ୍ଚିବାକୁ ହିଁ ଭଗବାନଙ୍କୁ ଡାକିଥାନ୍ତି। ସେ ଭୁଲ ଉପାୟରେ ଟଙ୍କା ରୋଜଗାର କରିବାକୁ କେବେ ଚିନ୍ତା କରନ୍ତି ନାହିଁ। ସେ ସଚ୍ଚୋଟ ହୋଇ ଜୀବନ ବିତାଇଥାନ୍ତି। କୂଟ କପଟର ଭାବନା ତାଙ୍କ ମନରେ କେବେ ଆସେ ନାହିଁ। ଯେତେବେଳେ କେହି ମନ୍ଦିରକୁ ଯାଆନ୍ତି କିମ୍ବା ଭଗବାନଙ୍କ ଭକ୍ତି କରନ୍ତି, ସେତେବେଳେ ମନରେ ଅନେକ ଭଲ ଓ ଖରାପ ଚିନ୍ତାଧାରା ଆସେ। ନିଜର ଦୁଃଖକୁ ମନେ ପକାଇ ନିଜର ଲୁହକୁ ଅଟକାଇ ପାରନ୍ତି ନାହିଁ ଆଉ ଭଗବାନଙ୍କ ସାମ୍ନାରେ କାନ୍ଦିବାକୁ ଆରମ୍ଭ କରନ୍ତି। ଏଭଳି ଭାବରେ ନିଜର ସବୁ ଦୁଃଖକୁ ଭଗବାନଙ୍କୁ ଜଣାନ୍ତି। ଦୁଃଖ ସମୟରେ କେବଳ ଭଗବାନ ଆପଣଙ୍କୁ ବିଭିନ୍ନ ରୂପରେ ସାହାଯ୍ୟ କରିଥାନ୍ତି।
ସେଥିଲାଗି ସବୁବେଳେ ଭଗବାନଙ୍କ ସାମ୍ନାରେ ନିଜର ଦୁଃଖ ଜଣାଇବା ଉଚିତ। ଈଶ୍ୱର ଆମର ଦୁଃଖ ଓ ଯନ୍ତ୍ରଣାକୁ ବୁଝିବେ। ଅନ୍ୟ ଲୋକମାନଙ୍କ ପରି ଉପହାସ କରିବେ ନାହିଁ। ଜୀବନରେ ଯେତେ ବଡ଼ ଅସୁବିଧା ଥାଉ ନା କାହିଁକି, ଯଦି ଈଶ୍ୱରଙ୍କୁ ଜଣାନ୍ତି ଏବଂ ଆନ୍ତରିକତାର ସହିତ ପ୍ରାର୍ଥନା କରନ୍ତି, ତାହେଲେ ଆପଣଙ୍କୁ ଈଶ୍ୱରଙ୍କର ଚମତ୍କାରିତା ଦେଖିବାକୁ ପାଇବେ। ଭାଗବତ ଗୀତା ପଢ଼ିଲେ କିମ୍ବା ଯେକୌଣସି ଧାର୍ମିକ ପୁସ୍ତକ ପଢ଼ିଲେ ମନରେ ଶାନ୍ତି ଏବଂ ଏକାଗ୍ରତା ଆସିବ। ଆପଣଙ୍କର ସବୁ ଚିନ୍ତା ଏବଂ ମାନସିକ ଚାପ ମଧ୍ୟ ଦୂର ହେବ। ଏ ଦୁନିଆରେ ଖରାପ ଲୋକ ଏବଂ ଭଲ ଲୋକ ତ ଅଛନ୍ତି, କିନ୍ତୁ ଯେତେବେଳେ ଆପଣଙ୍କର ଭଲ ଦିନ ଆସିବ, ଦେଖିବେ ଆପଣ ମଧ୍ୟ ବନ୍ଧୁ ପାଇବେ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ମୋର ଚ୍ୟାନେଲ ସୋନାରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ତାହା ସହ କମେଣ୍ଟରେ ଜୟ ମା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ଭିଡ଼ିଓଟିକୁ ମଧ୍ୟ ଗୋଟିଏ ଛୋଟିଆ ଲାଇକ୍ଟିଏ କରିବେ। ଭଲରେ ରୁହନ୍ତୁ ଆପଣମାନେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। ନମସ୍କାର ଦର୍ଶକ ବନ୍ଧୁ। ଜୟ ଜଗନ୍ନାଥ।